जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଆଲୋଚନା କରିବା କି କୃଷକ ଆନ୍ଦୋଳନ। ତ କୃଷକ ଆନ୍ଦୋଳନ ବା ଦ ପିଜେଣ୍ଟ ମୁଭମେଣ୍ଟ କ'ଣ, ତ ସେ କିପରି ଭାବରେ ଉପନିବେଶବାଦ ସମୟରେ ଇଂରେଜମାନଙ୍କୁ ପ୍ରତିରୋଧ କରିଥିଲା ବା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ତା'ର ଭୂମିକା ଗୁଡ଼ିକ କ'ଣ ଥିଲା, ତ ସେ ବିଷୟରେ ହିଁ ଆଲୋଚନା କରିବା ପିଲାମାନେ। ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍ଟାକୁ ଷ୍ଟାର୍ଟ କରିବା ଏବଂ କୃଷକ ଆନ୍ଦୋଳନ କିପରି ଭାବରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ପ୍ରଭାବିତ କରିଥିଲା ସେଇଟା ମଧ୍ୟ ଆମେ ଦେଖିବା। ତ ଦେଖ, ଭାରତରେ କୃଷକ ଆନ୍ଦୋଳନ ଗୁଡ଼ିକ ବିଶେଷ କରି ବ୍ରିଟିଶ ଉପନିବେଶବାଦୀ ସମୟରେ କୃଷକ ଏବଂ ଗ୍ରାମୀଣ ସମ୍ପ୍ରଦାୟ ଦ୍ୱାରା ବିଭିନ୍ନ ପ୍ରକାର ପ୍ରତିରୋଧ ଭାରତୀୟ ଇତିହାସର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁ ହୋଇଛି। ତ କହିଛି ନା ପିଲାମାନେ ଦେଖିବା, ତ ଯେଉଁ ଭାରତରେ ଯେଉଁ କୃଷକ ଆନ୍ଦୋଳନ ଗୁଡ଼ିକ ହୋଇଥିଲା ସେଇଟା ବିଶେଷ କରି କ'ଣ ନା ଯେଉଁ ବ୍ରିଟିଶ ଉପନିବେଶବାଦୀ ସମୟରେ ହେଇଥିଲା ବା ଯେତେବେଳେ ବ୍ରିଟିଶର ମାନେ ବା ବ୍ରିଟିଶ କମ୍ପାନୀ ବା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଉପନିବେଶବାଦ ଶାସନ କରୁଥିଲା। ସେ ସମୟରେ କୃଷକ ଏବଂ ଗ୍ରାମୀଣ ସମ୍ପ୍ରଦାୟ ଯେଉଁ କୃଷକ ଶ୍ରେଣୀର ଲୋକମାନେ ଥିଲେ ବା ଗ୍ରାମୀଣ ମାନେ ଗାଁ ଗହଳିର ଯେଉଁ ଲୋକମାନେ ଥିଲେ ସେମାନଙ୍କ ଦ୍ୱାରା ବହୁତ ଗୁଡ଼ିଏ ପ୍ରତିରୋଧ କରାଯାଇଥିଲା, ଯେଉଁଟାକି ଭାରତୀୟ ଇତିହାସରେ ସେ ଗୋଟେ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ଏହି ଆନ୍ଦୋଳନ ଗୁଡ଼ିକ ପ୍ରାୟତଃ ଆର୍ଥିକ କାରଣ ଦ୍ୱାରା ପରିଚାଳିତ ହେଉଥିଲା, ଯଥା ଦମନକାରୀ ଭୂମି ଅଧିକାର, ଜମିଦାର ଏବଂ ରାଜାଙ୍କ ଦ୍ୱାରା ଶୋଷଣ ଏବଂ କିଛି ଫସଲର ବାଧ୍ୟତାମୂଳକ ଚାଷ। ତ କ'ଣ ପାଇଁ ପ୍ରତିରୋଧ କରାଯାଉଥିଲା ବା କ'ଣ ପାଇଁ ଆନ୍ଦୋଳନ ଗୁଡ଼ିକ କରାଯାଉଥିଲା, ତା'ର ମୁଖ୍ୟ କାରଣ ଥିଲା ଆର୍ଥିକ କାରଣ। ଆର୍ଥିକ କାରଣ କ'ଣ କ'ଣ ନା ଦମନକାରୀ ଭୂମି ଅଧିକାର, ମାନେ ଅନେକ ଭୂମି ଦମନକାରୀ ଥିଲେ ଯିଏକି କୃଷକମାନଙ୍କର ଭୂମିକୁ ଅଧିକାର କରିନଥିଲେ, ଦମନ କରିକି ବା ସେମାନଙ୍କୁ ଶୋଷଣ କରିବା, ଅତ୍ୟାଚାର କରିକି। ଜମିଦାର ଏବଂ ରାଜାଙ୍କ ଦ୍ୱାରା ଶୋଷଣ କରାଯାଉଥିଲା, କୃଷକମାନେ ଶୋଷିତ ହେଉଥିଲେ, ରାଜା ତାଙ୍କୁ ଶୋଷିତ କରୁଥିଲେ କର ଆକାରରେ, ଜମିଦାରମାନେ ତାଙ୍କୁ ମଧ୍ୟ କର ଆକାରରେ ତାଙ୍କୁ ଶୋଷିତ କରୁଥିଲେ ଏବଂ କିଛି ଫସଲର ବାଧ୍ୟତାମୂଳକ ଚାଷ, ମାନେ ଏହି ଫସଲ ଗୁଡ଼ିକ ତୁମେ ବାଧ୍ୟ ଚାଷ କରିବାକୁ ପଡ଼ିବ, ଏଇଭଳି ଭାବରେ ତାଙ୍କୁ ବହୁତ ଅତ୍ୟାଚାର ଏବଂ ଶୋଷଣର ଶିକାର ହେବାକୁ ପଡ଼ୁଥିଲା। ତ ବ୍ରିଟିଶ ଉପନିବେଶବାଦୀ ସମୟରେ ଭାରତ ଅତ୍ୟାଚାରୀ ଭୂମିନୀତ ଅତ୍ୟଧିକ କର ଏବଂ ଜମିଦାରମାନଙ୍କ ଶୋଷଣ ଦ୍ୱାରା ପରିଚାଳିତ ଅନେକ କୃଷକ ବିଦ୍ରୋହ ଦେଖାଯାଇଥିଲା। ତ କ'ଣ ନା ସେମାନେ ବହୁତ ଅତ୍ୟାଚାର ସମ୍ମୁଖୀନ ହେଉଥିଲେ, ଅତ୍ୟଧିକ କର ଦେବାକୁ ପଡ଼ୁଥିଲା ଏବଂ ଜମିଦାରମାନେ ସେମାନେ ବହୁତ ଶୋଷଣ କରୁଥିଲେ। ତ ଏଇଗୁଡ଼ିକ ଦ୍ୱାରା କୃଷକମାନଙ୍କ ମନରେ ବିଦ୍ରୋହ ସଂଗଠିତ ହେଲା, ଯାହାଫଳରେ ଏହା ଗୋଟେ ବହୁତ ବଡ଼ ଆନ୍ଦୋଳନର ଗୋଟେ କ'ଣ ରୂପ ନେଲା। ତ ଏହି ବିଦ୍ରୋହ ଗୁଡ଼ିକ ପ୍ରାୟତଃ ସ୍ଥାନୀୟ ହୋଇଥିଲେ ମଧ୍ୟ କୃଷକ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲା। ତ ସେମାନେ ବ୍ୟାପକ ସାମାଜିକ ଓ ରାଜନୈତିକ ଗତିଶୀଳତା ମଧ୍ୟ ପ୍ରତିଫଳିତ କରିଥିଲେ, ଯାହା ଜାତୀୟତାର ଉତ୍ଥାନ ଏବଂ ଶେଷରେ ସ୍ୱାଧୀନତା ପାଇଁ ସେ ସଂଘର୍ଷର ଗୋଟେ ଅବଦାନ ହୋଇଥିଲା। ତ ଶେଷରେ ମାନେ ଗୋଟେ ଜାତୀୟତାବାଦ ଭାବ ଗୋଟେ ଆସିଲା ଲୋକମାନଙ୍କ ମନରେ, କୃଷକମାନେ ସମସ୍ତେ ସଂଗଠିତ ହେଲେ ଏବଂ ଏମାନଙ୍କ ବିରୁଦ୍ଧରେ ସେମାନେ ବିଦ୍ରୋହ କରିବା ଷ୍ଟାର୍ଟ କରିଦେଲେ। ତ କୃଷକ ବିଦ୍ରୋହର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ରିଟିଶମାନଙ୍କୁ ବିତାଡ଼ିତ କରିବା ଏବଂ ପୂର୍ବ ଶାସକ ସାମାଜିକ ସମ୍ପର୍କକୁ ପୁନରୁଦ୍ଧାର କରିବା ପାଇଁ ପୁନଃସ୍ଥାପିତ ବିଦ୍ରୋହ। ମାନେ କ'ଣ ନା ପିଲାମାନେ, ଏଇ ଯେଉଁ ବିଦ୍ରୋହଟା ବା ଯେଉଁ କୃଷକ ବିଦ୍ରୋହଟା ଆମେ ଦେଖିଲେ, ତ ତା'ର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା ନା ବ୍ରିଟିଶମାନଙ୍କୁ ତୋଡ଼ିଦେବା ବା ବ୍ରିଟିଶମାନଙ୍କୁ ତୋଡ଼ିଦେବା ବା ବିତାଡ଼ିତ କରିଦେବା ଭାରତରୁ ଏବଂ ପୂର୍ବ ଶାସକ ବା ପୂର୍ବରୁ ଯିଏ ଶାସନ କରୁଥିଲେ ବା ସାମାଜିକ ସମ୍ପର୍କଟାକୁ ପୁଣି ଥରେ ଅବସ୍ଥାପିତ କରିବା। ଏକ ନୂତନ ସରକାର ଅଧୀନରେ ଏକ ଅଞ୍ଚଳ କିମ୍ବା ଜାତିଗତ ଗୋଷ୍ଠୀର ମୁକ୍ତି ପାଇଁ ଧାର୍ମିକ ଆନ୍ଦୋଳନ, ତ ଏଇସବୁ ଗୁଡ଼ିକ ଆମେ ଦେଖିବା। ତ ଉପନିବେଶବାଦୀ ଯୁଗରେ କ'ଣ କ'ଣ ସବୁ ପ୍ରମୁଖ କୃଷକ ବିଦ୍ରୋହ ହୋଇଥିଲେ ଦେଖିବା। ପ୍ରଥମେ ଆସିଲା ମହୀଶୂରରେ ବିଦ୍ରୋହ, ଯେଉଁଟାକି 1830ରୁ 1831 ମଧ୍ୟରେ ଦେଖାଦେଇଥିଲା। ଟିପୁ ସୁଲତାନଙ୍କର ଚୂଡ଼ାନ୍ତ ପରାଜୟ ପରେ ବ୍ରିଟିଶମାନେ ମହୀଶୂରରେ ୱାଡେୟାର ଶାସକଙ୍କୁ ପୁନଃସ୍ଥାପିତ କଲେ ଏବଂ ତାଙ୍କ ଉପରେ ଏକ ସାମନ୍ତ ସନ୍ଧି ଲାଗୁ କଲେ। ତ ଯେତେବେଳେ ଟିପୁ ସୁଲତାନ ପରାଜୟ ବରଣ କରିବା ଯେତେବେଳେ ହାରିଗଲେ, ତାପରେ ବ୍ରିଟିଶରମାନେ କାହାକୁ ନା ମହୀଶୂରରେ ୱାଡେୟାର ଶାସକଙ୍କୁ ପୁନଃସ୍ଥାପିତ କଲେ ଏବଂ ସେ ଜାଗାର ତାଙ୍କୁ ରାଜୁତି ପ୍ରଦାନ କଲେ। ସେଠି ଗୋଟେ ସାମନ୍ତ ସନ୍ଧି ଗୋଟେ ଲାଗୁ କଲେ। ମହୀଶୂର ଶାସକ ଉପରେ ଉପରେ କମ୍ପାନୀ ଦ୍ୱାରା ଲଦି ଯାଇଥିବା ଆର୍ଥିକ ଚାପ ତାଙ୍କୁ ଜମିଦାର ଠାରୁ ରାଜସ୍ୱ ଦାବି ଉଠାଇବାକୁ ବାଧ୍ୟ କଲା। ତ ଯେଉଁ ମହୀଶୂର ଶାସକ ଯିଏ ଥିଲେ ତାଙ୍କ ଉପରେ କ'ଣ ନା କମ୍ପାନୀ ଗୋଟେ ଲଦିଥିଲା, ଗୋଟେ ଆର୍ଥିକ ଚାପ ତାଙ୍କୁ ଲଦିଥିଲା, ଯାହାଫଳରେ ଜମିଦାରମାନଙ୍କଠାରୁ ସେ ରାଜାମାନେ ବା ସେ ଶାସକମାନେ ଜମିଦାରମାନଙ୍କଠାରୁ ରାଜସ୍ୱ ହିଁ ଆଦାୟ କରିବେ। ତ ଏକ ଉଚ୍ଚ ରାଜସ୍ୱ ବୋଝ ଶେଷରେ ଚାଷୀମାନଙ୍କୁ ପ୍ରଭାବିତ କଲା। ଦେଖ ପିଲାମାନେ, ମୁଁ ଏଠାରେ ତୁମକୁ କ'ଣ ବୁଝିବାକୁ ଚାହୁଁଛି, ତ ପ୍ରଥମେ ଥିଲେ ଏଠିକି ଇଂରେଜମାନେ। ତ ଇଂରେଜମାନେ କାହାପରେ ମାନେ ଚାପ ପକାଇଲେ ନା ଶାସକ ବା ଯିଏକି ଏ ଯେଉଁ ୱାଡେୟାର ଥିଲେ ତାଙ୍କ ଉପରେ ଆର୍ଥିକ ଚାପ ପକାଇଲେ। ସେମାନେ କାହାପରେ ଚାପ ପକାଇଲେ, ସେମାନେ ଚାପ ପକାଇଲେ ଜମିଦାର ଉପରେ, ହେଲା, ସେମାନେ ଜମିଦାର ଉପରେ। ଜମିଦାରମାନେ ଶେଷରେ କାହା ଉପରେ ଚାପ ପକାଇଲେ ନା କୃଷକ। ତ ଏଇଭଳି ଭାବରେ ଶେଷରେ କେଉଁଠି ଆସିଲା, ମାନେ ଇନଡାଇରେକ୍ଟଲି ଭାବରେ କହିବାକୁ ଗଲେ ଇଂରେଜମାନେ କ'ଣ ନା କୃଷକମାନଙ୍କ ଉପରେ ହିଁ ଚାପ ପକାଇଲେ, ଯାହାଫଳରେ ଏମାନେ ମାନେ କ'ଣ କୃଷକମାନେ ବହୁତ ଗୁଡ଼ିଏ ରାଗିଗଲେ ବା ସେମାନଙ୍କ ମନରେ ବିଦ୍ରୋହ ଆସିବ। ଏମାନେ ଆଙ୍କ ଉପରେ ଚାପ ପକାଇଲେ, ଏମାନେ ତ ଆଙ୍କଠୁ ରାଜସ୍ୱ ଆଦାୟ କରିବା ପାଇଁ କହିଲେ, ଜମିଦାରମାନେ ମଧ୍ୟ କେଉଁଠୁ ଆଣିବେ, ଜମିଦାରମାନେ କୃଷକଙ୍କୁ ଚାପ ପକାଇଲେ। ତ ଇନଡାଇରେକ୍ଟଲି ଯେଉଁ କୃଷକ ଉପରେ ମାନେ କ'ଣ ଜମିଦାର ବା ଯେଉଁ କରଟା ଲାଗୁ ହେଲା, ଏମାନେ କୃଷକମାନେ ବହୁତ ରାଗିଗଲେ।
ବା ସେମାନେ ବିଦ୍ରୋହ କରିବାକୁ ଲାଗିଲେ। ତ ଏହା ସହିତ ସ୍ଥାନୀୟ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତି ଏବଂ ଆଦାୟ କୃଷକମାନଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ପୂର୍ବର ଭୟଙ୍କର ପରିସ୍ଥିତିକୁ ସେ ଆହୁରି ତୀବ୍ର କରିଦେଲା। ମାନେ ଲୋକମାନେ ଦିନକୁ ଦିନ ବହୁତ ରାଗିଗଲେ ଏମାନଙ୍କର ନୀତି ବା ଏମାନଙ୍କର ନିୟମ, ଏମାନଙ୍କର ଶୋଷଣ ଅତ୍ୟାଚାର ବହୁତ ରାଗିଗଲେ। କୃଷକମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷ ମହୀଶୂରରେ 4ଟି ବିଭାଗ ମଧ୍ୟରୁ ଗୋଟିଏ ନଗର ପ୍ରଦେଶରେ ଏକ ଖୋଲା ବିଦ୍ରୋହରେ ପରିଣତ ହେଲା। ପଡ଼ୋଶୀ ପ୍ରଦେଶର କୃଷକମାନେ ନଗର ବିଦ୍ରୋହକୁ ସମର୍ଥନ କରିବା ପାଇଁ ଏକତ୍ରିତ ହେଲେ, ଯାହାଙ୍କ ନେତୃତ୍ୱ କ୍ରେମିସ୍ର ଜଣେ ସାଧାରଣ ରୟତର ପୁଅ ସର୍ଦ୍ଦାର ମଲ୍ଲ କରିଥିଲେ। ତ ତାଙ୍କ ପଡ଼ୋଶୀ ରାଜ୍ୟର ଲୋକମାନେ ବା ପଡ଼ୋଶୀ ରାଜ୍ୟର କୃଷକମାନେ ମଧ୍ୟ ଏମାନଙ୍କୁ ସାହାଯ୍ୟ କଲେ। ତ ଯିଏକି କ୍ରେମିସ୍ର ଜଣେ ସାଧାରଣ ରୟତର ପୁଅ ସର୍ଦ୍ଦାର ମଲ୍ଲ ତାର ନେତୃତ୍ୱ ନେଇଥିଲେ। କୃଷକମାନେ ଖୋଲାଖୋଲି ଭାବରେ ମହୀଶୂର ଶାସକଙ୍କ କର୍ତ୍ତୃତ୍ୱକୁ ଆହ୍ୱାନ କରିଥିଲେ। ଉଲ୍ଲେଖନୀୟ ପ୍ରତିରୋଧର ସମ୍ମୁଖୀନ ହେଲା ପରେ ବ୍ରିଟିଶ ସୈନ୍ୟମାନେ ବିଦ୍ରୋହୀ କୃଷକମାନଙ୍କଠାରୁ ନଗର ନିୟନ୍ତ୍ରଣ ଫେରିପାଇଲେ ଏବଂ ଏହି ଅଞ୍ଚଳ ପ୍ରଶାସନ ଶେଷରେ ବ୍ରିଟିଶ କର୍ତ୍ତୃତ୍ୱ ହାତରେ ଆସିଲା। ତ ଏମାନେ ଯେତେବେଳେ ଡାଇରେକ୍ଟଲି ଖୋଲାଖୋଲି ଯାଇକି ଯେତେବେଳେ ଆହ୍ୱାନ କଲେ, ତ ଇଂରେଜମାନେ ସେଇଠି କ'ଣ କଲେ ନା ସବୁ ସୈନିକମାନଙ୍କୁ ଲଗେଇକି ସେଇ ନିୟନ୍ତ୍ରଣଟାକୁ ମାନେ କଣ୍ଟ୍ରୋଲ କଲେ। ସେଇ ଯେଉଁ ଲୋକମାନଙ୍କୁ କଣ୍ଟ୍ରୋଲ କରି ସେଇଟା ନିଜ ନିୟନ୍ତ୍ରଣ ଆଣିଲେ ଏବଂ ସେଠାରେ ସେ ନିଜେ ହିଁ ଶାସନ କଲେ। ତ ଆଉ ଗୋଟେ ଆସିଲା ଫରାଇଜି ଆନ୍ଦୋଳନ କୁହନ୍ତି ପିଲାମାନେ। ଫରାଇଜି ଶବ୍ଦଟି ଆରବୀ ଶବ୍ଦ ଫର୍ଦ୍ଦକୁ ବୁଝେ, ଯାହାର ଅର୍ଥ ବାଧ୍ୟତାମୂଳକ, ଯାହା ଧାର୍ମିକ ଦାୟିତ୍ୱ ପୂରଣ ଉପରେ ଆନ୍ଦୋଳନର ଧ୍ୟାନକୁ ଗୁରୁତ୍ୱ ଦିଏ। ତ ଫରାଇଜି କହିଲେ ଆମେ କ'ଣ ବୁଝିବା ନା ସେ ଗୋଟେ ଆରବୀ ଶବ୍ଦ ଯେଉଁଟାକି ଫର୍ଦ୍ଦକୁ ବୁଝେ, ଯାହାର ଅର୍ଥ ହେଉଛି ବାଧ୍ୟତାମୂଳକ ଭାବରେ। ବଙ୍ଗଳାରେ ଫରାଇଜି ଆନ୍ଦୋଳନ ସମୟରେ ନୀଳ କାରଖାନାରେ ମାଲିକମାନେ ମୁଖ୍ୟତଃ ୟୁରୋପୀୟ ଚାଷକାରୀ ଥିଲେ। ତ ଯେଉଁ ନୀଳ କାରଖାନା ଥିଲା, ତ ନୀଳ ଚାଷ ଯେଉଁ କରୁଥିଲେ ବା ତାଙ୍କୁ ବାଧ୍ୟ କରାଯାଉଥିଲା, ତାର ଯେଉଁ କାରଖାନା ଗୁଡ଼ିକ ଥିଲା, ତାର ମୁଖ୍ୟତଃ ଚାଷକାରୀ କିଏ ଥିଲେ ନା ୟୁରୋପୀୟ ମାନେ ବା ଇଂଲଣ୍ଡ, ମାନେ ଯେଉଁ ଇଂଲଣ୍ଡର ବା ଫ୍ରାନ୍ସ ବା ଜର୍ମାନୀ ଏମାନଙ୍କର ଯେଉଁ ଅଛନ୍ତି ଏମାନଙ୍କର ହିଁ ମାଲିକମାନେ ହିଁ ଥିଲେ। ଏହି ଚାଷକାରୀମାନେ ପ୍ରାୟତଃ ବ୍ରିଟିଶ ଥିଲେ ଏବଂ ବ୍ରିଟିଶ ଉପନିବେଶ ବ୍ୟବସ୍ଥା ଅଧୀନରେ ପରିଚାଳିତ ହେଉଥିଲେ। ତ ନୀଳ ଚାଷ ପାଇଁ ସ୍ଥାନୀୟ କୃଷକମାନଙ୍କୁ ସେ ଶୋଷଣ କରିବା ମାନେ ବାଧ୍ୟତା କରୁଥିଲେ ନୀଳ ଚାଷ କରିବା ପାଇଁ। ଶରିୟତୁଲ୍ଲାହ ଖାନ ଏବଂ ବାବୁ ମିଆଁଙ୍କ ନେତୃତ୍ୱରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରଥମ ଥର ପାଇଁ କୌଣସି ଟିକସ ନ ଦେବା ଅଭିଯାନ ଥିଲା ବା ଟିକସ ବା ଟ୍ୟାକ୍ସ ନ ଦେବା ପାଇଁ। ସେମାନଙ୍କର ସ୍ୱେଚ୍ଛାସେବକମାନେ ନୀଳ ଚାଷକାରୀ ଏବଂ ଜମିଦାରଙ୍କ ସଶସ୍ତ୍ର ଗୋଷ୍ଠୀ ସହିତ ବିରୋଧର ସହ ଲଢ଼ିଥିଲେ। ଏହା ଜମିଦାରଙ୍କ ଦ୍ୱାରା ଅତ୍ୟାଚାର ଓ ଅବୈଧ ଉତ୍ତୋଳନ ବିରୋଧରେ ବଙ୍ଗର ସମସ୍ତ ଚାଷୀ ଏକତ୍ରିତ ହେଲେ। 10 ବର୍ଷ ମଧ୍ୟରେ ଫରାଇଜି ଆନ୍ଦୋଳନ ଫରିଦପୁର, ବଖରଗଞ୍ଜ ଓ ମୟମନସିଂହ ଜିଲ୍ଲାରେ ଅସାଧାରଣ ଭାବେ ଦ୍ରୁତ, ମାନେ ଏଇଟା ବହୁତ ଜୋର ବ୍ୟାପିଲା ପିଲାମାନେ। ଏଇ ଯେଉଁ ଆନ୍ଦୋଳନଟା 10 ବର୍ଷ ଭିତରେ ବହୁତ ଏରିଆକୁ ବ୍ୟାପି ଯାଇଥିଲେ ଯେଉଁ ଫରାଇଜି ଆନ୍ଦୋଳନଟା। ସେମାନେ ଏକ ପ୍ରମୁଖ ଜମିଦାର ଶ୍ରେଣୀ ମହାଜନ ଏବଂ ନୀଳ ଚାଷୀଙ୍କ ବିରୋଧରେ ସେ ପ୍ରତିରୋଧ କଲେ। ଯେଉଁ କୃଷକମାନେ କାହା ପ୍ରତି ବିରୋଧ କଲେ ନା ଗୋଟେ ପ୍ରମୁଖ ଜମିଦାର ଶ୍ରେଣୀ, ମହାଜନ ଏବଂ ନୀଳ ଚାଷୀକାରୀ ଯିଏ ନୀଳ ଚାଷ କରୁଛି ଯେଉଁମାନେ, ତ ସେମାନଙ୍କ ବିରୁଦ୍ଧରେ ମାନେ ପ୍ରତିରୋଧ କଲେ। ଶରିୟତୁଲ୍ଲାହଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଡୁଡୁ ମିଆଁ ଫରାଇଜି ଆନ୍ଦୋଳନର ନେତା ହେଲେ। ସେମାନଙ୍କ ଅଭିଯୋଗ କରିଥିଲେ ଯେ ସମସ୍ତ ଜମିଦାର ହିନ୍ଦୁ କିମ୍ବା ମୁସଲମାନ ହୁଅନ୍ତୁ, ସେମାନେ ବିଚାରପତିଙ୍କ କ୍ଷମତା ଗ୍ରହଣ କରନ୍ତି ଏବଂ ଦୋଷୀ ବ୍ୟକ୍ତିଙ୍କୁ ଜୋରିମାନା କରନ୍ତି ଏବଂ ଜୋରିମାନା ଦେବାରେ ବିଳମ୍ବ ହେଲେ ସେମାନଙ୍କ ପ୍ରତି ସମସ୍ତ ପ୍ରକାର ଅତ୍ୟାଚାର କରନ୍ତି। ସେ କ'ଣ କହିଲେ ନା ସେମାନେ କ'ଣ ଗୋଟେ ଅଭିଯୋଗ କରିଥିଲେ ଯେ ସମସ୍ତ ଜମିଦାର ସେ ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ, ସେମାନେ ବିଚାରପତି କ୍ଷମତା ସେମାନେ ନିଜେ ନିଜେ ଗୋଟେ ଜଜ୍ ହେଇଯାନ୍ତି ଏବଂ ଦୋଷୀ ବ୍ୟକ୍ତିକୁ ମଧ୍ୟ ସେମାନେ ହିଁ ଜୋରିମାନା ଦେଇଦିଅନ୍ତି, ମାନେ ଜୋରିମାନା ମାଗନ୍ତି ଏବଂ ଜୋରିମାନା ଦେବାରେ ବିଳମ୍ବ କଲେ ସେମାନଙ୍କ ପ୍ରତି ଅତ୍ୟାଚାର କରନ୍ତି। ତ ଏଭଳି ଭାବରେ ସେମାନେ ସେମାନଙ୍କ ଉପରେ ଆଲିଗେସନ୍ ଗୋଟେ ଲଗାଇଲେ। ତ 1207ରେ ୱାହାବୀ ଆନ୍ଦୋଳନ ପରେ ଡୁଡୁ ମିଆଁଙ୍କ ନେତୃତ୍ୱରେ ଫରାଇଜି ଆନ୍ଦୋଳନ ମଧ୍ୟ ଏକ ମୌଳିକ ଜମିଦାର ବିରୋଧୀ ଏବଂ ଚାଷକାରୀ ବିରୋଧୀ ଆନ୍ଦୋଳନର ସେ ଚରିତ୍ର ଅର୍ଜନ କରିଥିଲା। ମାନେ ଫରାଇଜି ଆନ୍ଦୋଳନ ମଧ୍ୟ ବହୁତ ବ୍ୟାପକ ଭାବରେ ଗତି କରିଥିଲା। 1838 ମସିହାରେ ଡୁଡୁ ମିଆଁ ତାଙ୍କ ଅନୁଗାମୀମାନଙ୍କୁ ଭଡ଼ା ନ ଦେବାକୁ ଏବଂ ନୀଳ ଚାଷ ପାଇଁ ଚାଷକାର ନିର୍ଦ୍ଦେଶକୁ ଅମାନ୍ୟ କରିବା ଆହ୍ୱାନ କଲେ। ତ ତାଙ୍କର ଯିଏ ଅନୁଗାମୀ ଥିଲେ ବା ତାଙ୍କର ଆନ୍ଦୋଳନରେ ଯିଏ ସାମିଲ ଥିଲେ କୃଷକମାନେ, ସେମାନେ କହିଲେ ତୁମେ କିଛି ମଧ୍ୟ ଭଡ଼ା ଦେବନି ବା କିଛି ମଧ୍ୟ କର ଦେବ ନାହିଁ ଏବଂ ନୀଳ ଚାଷ ପାଇଁ ଚାଷକାରଙ୍କୁ ଆମେ ନିର୍ଦ୍ଦେଶକୁ ଅମାନ୍ୟ କରିବା, ମାନେ ତାଙ୍କ କଥାକୁ ଆମେ ମାନିବା ନାହିଁ। ତ ଏଇଭଳି ଭାବରେ ସେହି ସମୟରେ ଥିଲା। ତ ନୀଳ କାରଖାନା ଯେଉଁଟାକି ଅଧିକାଂଶ ବ୍ରିଟିଶ ମାନଙ୍କ ଥିଲା, ତା ଉପରେ ବାରମ୍ବାର ଆକ୍ରମଣ ଏବଂ ଲୁଟପାଟ କରାଯାଉଥିଲା। ତ କ'ଣ ହେଲା ନା ପିଲାମାନେ ସେମାନଙ୍କର କାରଖାନା ଲୁଟପାଟ କରାଗଲା ଏବଂ ଆକ୍ରମଣ କରିବା ଦ୍ୱାରା କ'ଣ ସେଇଟା ନଷ୍ଟ ହୋଇଯିବ, ସେମାନେ ବାଧ୍ୟ କରିପାରିବେ ନାହିଁ ବୋଲି ଏମାନେ ଏଇଭଳି ଭାବରେ ଆନ୍ଦୋଳନକାରୀମାନେ ଚାହିଁଥିଲେ ବା ଚେଷ୍ଟା କରିଥିଲେ। ତ ବଙ୍ଗଳା ନୀଳ ଚାଷକାରୀ ବିଦ୍ରୋହ 1860, ଦେଖ ପିଲାମାନେ ସେ ଗୋଟେ ମଧ୍ୟ ବହୁତ ବଡ଼ କୃଷକ ବିଦ୍ରୋହ ଦେଖା ଦେଇଥିଲା ଆମର 1860 ମସିହାରେ। ବଙ୍ଗଳାରେ ୟୁରୋପୀୟ ଚାଷକାରୀମାନେ ସ୍ଥାନୀୟ ଚାଷୀମାନଙ୍କୁ ନୀଳ ଚାଷ କରିବାକୁ ବାଧ୍ୟ କରୁଥିଲେ। ଯେଉଁ ଚାଷୀକାରୀମାନେ ଥିଲେ ବା କହିବାକୁ ଗଲେ ଏମାନେ କ'ଣ ମାନେ ଜମି ମାଲିକ ଭଳିଆ କାମ କରୁଥିଲେ ଏବଂ ଚାଷୀମାନଙ୍କୁ କ'ଣ ନୀଳ ଚାଷ କରିବାକୁ ବାଧ୍ୟ କରୁଥିଲେ। ମାନେ ଏମାନେ ଜମିର ମଧ୍ୟ ଏତେ ଅଧିକାର ନଥିଲା କିନ୍ତୁ ଏମାନେ ବାଧ୍ୟ କରୁଥିଲେ।
ଚାଷୀମାନେ ଚାଷକାରୀଙ୍କ ଦ୍ୱାରା ସ୍ପଷ୍ଟ ଭାବରେ ଶୋଷଣ ଶିକାର ହେଉଥିଲେ, ବହୁତ କଷ୍ଟ ପାଉଥିଲେ, ମାନେ ବହୁତ ଅତ୍ୟାଚାର କରୁଥିଲେ। ଏଇ ଯେଉଁ ଚାଷକାରୀମାନେ ଥିଲେ, ୟୁରୋପୀୟ ଚାଷକାରୀମାନେ ଚାଷୀମାନଙ୍କୁ ବହୁତ କଷ୍ଟ ଦେଉଥିଲେ। ହଜାର ହଜାର ବର୍ଷ ଧରି ନୀଳ ଗଛ ନୀଳ ରଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇଆସିଛି। 1777 ମସିହାରେ ବ୍ରିଟିଶମାନେ ଭାରତର ନୀଳର ବାଣିଜ୍ୟ ଚାଷ ଏବଂ ଉତ୍ପାଦନ ଆରମ୍ଭ କରିଥିଲେ। କେବେ ନା 1777 ମସିହାରେ ସେମାନେ ସେମାନଙ୍କର ନୀଳ ଚାଷଟାକୁ ଭାରତରେ ଷ୍ଟାର୍ଟ କରିଥିଲେ। 1788 ସୁଦ୍ଧା ନୀଳର ଅଧିକାଂଶ ଉତ୍ପାଦନ ବଙ୍ଗଳାରୁ ଆରମ୍ଭ ହୋଇଥିଲା। ତ ସେ ଯେଉଁ ନୀଳ ଚାଷଟା ସାରା ଭାରତରେ ଲାଗୁ ହେଉଥିଲେ, ସେଟା ବେଶୀ ଆସିଲା କୋଉଠାରୁ ନା ବଙ୍ଗଳାରୁ। ଯେତେବେଳେ ଚାଷକାରୀ ମାନଙ୍କୁ ଜମି ମାଲିକାନା ପାଇଁ ଅନୁମତି ଦିଆଗଲା, ସେତେବେଳେ এই ବ୍ୟବସ୍ଥାଟା ଅତ୍ୟନ୍ତ ଶୋଷଣକାରୀ ହେଲା। ମାନେ ଯେଉଁ ଚାଷକାରୀମାନେ ଥିଲେ ୟୁରୋପୀୟମାନେ, ସେମାନଙ୍କୁ ଜମି ମାଲିକ ସିଷ୍ଟମଟା ଦେଇଥିଲେ। ସେମାନେ ଜମିର ମାଲିକ ହୋଇଗଲେ, ଯାହାଫଳରେ ସେମାନେ ଆଉ ଟିକେ ଅଧିକ ଶୋଷଣ କଲେ କାହାକୁ ନା କୃଷକମାନଙ୍କୁ। ଯେତେବେଳେ ନୀଳ ଚାଷର ଦୁଇଟି ପ୍ରଣାଳୀ ଥିଲା, ଯଥା ନିଜ ପ୍ରଣାଳୀ ଆଉ ଗୋଟେ ହେଲା ରୟତି ପ୍ରଣାଳୀ। ନିଜ ପ୍ରଣାଳୀ ଅଧୀନରେ ୟୁରୋପୀୟ ଚାଷକାରୀମାନେ ସିଧାସଳଖ ନିୟନ୍ତ୍ରଣ କରୁଥିବା ଜମିରେ ନୀଳ ଉତ୍ପାଦନ କରୁଥିଲେ। ତ ସେମାନଙ୍କୁ ଯେତିକ ଜମିର ମାଲିକାନା ଦିଆଯାଇଥିଲା, ସେତିକ ଜମିରୁ ସେମାନେ କ'ଣ କରୁଥିଲେ ନା ନୀଳ ଉତ୍ପାଦନ କରୁଥିଲେ। ଯେଉଁ ୟୁରୋପୀୟ ଚାଷକାରୀମାନେ, ସେମାନେ ଜମିର ମାଲିକ ଥିଲେ କିମ୍ବା ଭାଗ ଚାଷୀଙ୍କ ସହିତ ନୀଳ ଚାଷ କରିବା ପାଇଁ ଏହାକୁ ଭାଗରେ ନେଇଥିଲେ। ସେମାନେ ଥିଲେ କ'ଣ ନା ଭାଗ ଚାଷୀ କରୁଥିଲେ ବା ନୀଳ ଚାଷ କରିବା ପାଇଁ ସେମାନେ ଭାଗରେ ନେଇଥିଲେ। ରୟତି ପ୍ରଣାଳୀ ଅଧୀନରେ ଯେଉଁ ଚାଷକାରୀମାନେ ଥିଲେ, ସେମାନେ ରୟତ କିମ୍ବା କୃଷକମାନଙ୍କୁ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ବାଧ୍ୟ କରୁଥିଲେ, ଯାହାଦ୍ୱାରା ସେମାନେ ନୀଳ ଚାଷ କରିବା ପାଇଁ ଚାଷକାରୀଙ୍କ ଠାରୁ ଋଣ ବା ଅଗ୍ରୀଣ ପାଇପାରିବେ। ଋଣ ପାଇବା ପାଇଁ ସେମାନେ ରୟତ ପ୍ରଣାଳୀକୁ ବାଛୁଥିଲେ। ତଥାପି ଏହି ଚୁକ୍ତିର ଗୋଟିଏ ସର୍ତ୍ତ ଥିଲା ଯେ ରୟତ ଅଧିକରୁ 25% ଜମିରେ ନୀଳ ଚାଷ କରିବେ। ତ ଯେତେକ ଜମି ନେଇଥିବେ ସେତିକିର 25%, ମାନେ ଯଦି 4 ଏକର ନେଇଥିବେ, ତ 4 ଏକରରୁ 1 ଏକର ଜମିରେ ସେମାନେ ନିହାତି ଭାବରେ ନୀଳ ଚାଷ କରିବେ। ଏହି ଋଣ ଲୋକମାନଙ୍କୁ ଋଣଗ୍ରସ୍ତ କରିଦେଲେ ଏବଂ 1859ରୁ 60 ମସିହାରେ ପୂର୍ବ ବଙ୍ଗଳାରେ ଏକ ବିଦ୍ରୋହ ସୃଷ୍ଟି କଲା। ଏହା ଫଳରେ ଗୋଟେ ବିଦ୍ରୋହ ଦେଖାଦେଲା। କୃଷକମାନଙ୍କ ଶୋଷଣ ସେମାନଙ୍କୁ ବୁଝିବା ବାଧ୍ୟ କଲେ ଯେ ଚାଷକାରୀମାନେ ସେମାନଙ୍କୁ ଧୀରେ ଧୀରେ ଋଣ ଫାଶରେ ପକାଇ ଦେଉଛନ୍ତି। ତ ସେମାନେ ବୁଝିଲେ ଯେ ଏ ଯେଉଁ ଚାଷକାରୀମାନେ ଅଛନ୍ତି, ଆମକୁ ଋଣରେ ମାନେ କ'ଣ ଋଣ ବୋଝରେ ଆମକୁ ପକାଇ ଦେଉଛନ୍ତି। ସେମାନେ ଟୋଟାଲ ବୁଝିପାରିଲେ। କମ ଉତ୍ପାଦନ ଯୋଗୁଁ ସେମାନେ ଜମି ଅଧିକାର ହରାଇବାକୁ ଲାଗିଲେ। ଚାଷୀମାନେ କର ଦେବା ବନ୍ଦ କରିଦେବାରୁ ବିଦ୍ରୋହ ଆରମ୍ଭ ହେଲା। ତ ଯେତେବେଳେ ଏମାନେ କ'ଣ କର ଆଉ ଦେବେ ନାହିଁ ବା ମନା କରିଦେଲେ, ତ ବିଦ୍ରୋହ ଷ୍ଟାର୍ଟ ହେଲା। 1859 ମାର୍ଚ୍ଚରେ ବଙ୍ଗଳାର ହଜାର ହଜାର ରୟତ ନୀଳ ଚାଷ କରିବାକୁ ମନା କରିବାରୁ ବିଦ୍ରୋହ ଭୀଷଣ ଆକାର ଧାରଣ କଲା। ତ ଏଇଭଳି ଭାବରେ ବହୁତ ଆଗକୁ ବଢ଼ିଲା। ସେମାନେ ସେମାନଙ୍କର ଯାହା ବି ଅସ୍ତ୍ରଶସ୍ତ୍ର ଥିଲା ତାହା ସହିତ ନୀଳ କାରଖାନା ଉପରେ ଆକ୍ରମଣ କଲେ। ଏହି ବିଦ୍ରୋହର ମୁଖ୍ୟ ନେତା ଥିଲେ ନଦିଆର ବିଶ୍ୱାସ ଭାଇ, ଯିଏକି ଦିଗମ୍ବର ବିଶ୍ୱାସ ଏବଂ ବିଷ୍ଣୁ ବିଶ୍ୱାସ, ପାବନାର କାଦର ମୋଲ୍ଲା ଏବଂ ମୈଦାର ରଫିକ ମଣ୍ଡଳ। ତ ଏଗୁଡ଼ିକ ତାର ମୁଖ୍ୟ ନେତୃତ୍ୱ ନେଇଥିଲେ। ତାର ଆସିଲା ପାବନା ଆନ୍ଦୋଳନ। ପାବନା ଆନ୍ଦୋଳନ କ'ଣ ଦେଖ ପିଲାମାନେ ନା, ପୂର୍ବବଙ୍ଗରେ କୃଷକମାନଙ୍କୁ ଜମିଦାରମାନେ ବାରମ୍ବାର ବିତାଡ଼ିତ କରିବା, ହଇରାଣ କରିବା, ବଳ ପ୍ରୟୋଗ କରିବା ଏବଂ ଆବୁ ମାଧ୍ୟମରେ ମନମୁଖୀ ଭାବରେ ଖଜନା ବୃଦ୍ଧି କରିବା ଦ୍ୱାରା ଅତ୍ୟାଚାରିତ କରୁଥିଲେ। ତ ଯେଉଁ କୃଷକମାନଙ୍କୁ ଜମିଦାରମାନେ କ'ଣ କରୁଥିଲେ ନା ପିଲାମାନେ, ବାରମ୍ବାର ବିତାଡ଼ିତ କରୁଥିଲେ, ତାଙ୍କୁ ହଇରାଣ କରୁଥିଲେ, ବଳ ପ୍ରୟୋଗ କରିବା ଏବଂ ମନମୁଖୀ ଭାବରେ ଖଜନା ବୃଦ୍ଧି କରିବା। ଏହି କାରଣ ଯୋଗୁଁ ପାବନାରେ କ'ଣ ନା କୃଷକ ଆନ୍ଦୋଳନ ଦେଖାଇଥିଲା। ମାନେ କୃଷକମାନେ ଅତ୍ୟାଚାର ହେଲେ, ସେମାନଙ୍କ ମନରେ ବିଦ୍ରୋହ ଉଠିଲା। ତ ଆବୁ ହେଉଛି ନିୟମିତ କର, ଯାହା ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଅସ୍ଥାୟୀ ଏବଂ ପରିସ୍ଥିତିଗତ କର କିମ୍ବା କର ଆରୋପଣକୁ ବୁଝାଏ। ତ ଆବୁ ଯେଉଁ କହୁଛନ୍ତି, ସେଇଟା ହେଉଛି ଗୋଟେ ନିୟମିତ କର, ମାନେ ତୁମେ ସେଇଟା ଦେବାକୁ ବାଧ୍ୟ। ଜମିଦାରମାନେ 1859 ଆଇନ ଅନୁଯାୟୀ କୃଷକମାନଙ୍କୁ ଦଖଲ ଅଧିକାର ହାସଲ କରିବାକୁ ମଧ୍ୟ ରୋକିବାକୁ ଚେଷ୍ଟା କରିଥିଲେ। ମେ 1873ରେ ପାବନା ଜିଲ୍ଲା, ଯେଉଁଟାକି ପୂର୍ବବଙ୍ଗର ଅଛି, ତ ପାବନା ଜିଲ୍ଲାର ୟୁସୁଫ ଜାହିଙ୍କ ଦ୍ୱାରା ପ୍ରଗଣାରେ ଏଠି କୃଷି ଲିଗ୍ ଗୋଟେ ଗଠନ କରାଗଲା। ତ ବର୍ଦ୍ଧିତ ଖଜନା ପ୍ରଦାନ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ କୃଷକମାନେ କୋର୍ଟରେ ଜମିଦାରଙ୍କ ବିରୁଦ୍ଧରେ ଲଢ଼ିଥିଲେ। ତ ଯେଉଁ ଖଜନା ଗୁଡ଼ିକୁ ବଢ଼ି ଦିଆଯାଇଥିଲା, ସେ ଖଜନା ଦେବାକୁ ମନା କଲେ, ନା ଆମେ ଯେତେକୁ ବଢ଼ିଛୁ ଆମେ ଦେବୁନି, ତ ଯେତିକି ଖଜନା ଅଛି ଆମେ ସେତିକି ଦେବୁ, ଅଧିକ ଖଜନା ହେଲେ ଆମେ ଦେବୁ ନାହିଁ। ଏବଂ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଜମିଦାରଙ୍କ ବିରୁଦ୍ଧରେ ଏମାନେ କୋର୍ଟରେ କେସ୍ ଲଢ଼ିଲେ ବା କେସ୍ କଲେ। ବଙ୍ଗର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ସମାନ ଲିଗ୍ ଗଠନ କରାଗଲା। ତ ଲିଗ୍ ଗଠନ କରାଗଲା, ଲିଗ୍ ମାନେ ତାଙ୍କର ଗୋଟେ ଦଳ କହିବାକୁ ଗଲେ ପିଲାମାନେ ହେଲା। ତ କୃଷି ଲିଗ୍ର ମୁଖ୍ୟ ନେତା ଥିଲେ କି ଈଶାନ ଚନ୍ଦ୍ର ରାୟ, ଶମ୍ଭୁପାଲ ଏବଂ ଖୁଦିମଲା। 1885 ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିଲା, 85 ପର୍ଯ୍ୟନ୍ତ ହେଲା। ତାର ଆସିଲା ଡେକାନର କୃଷକ ବିଦ୍ରୋହ। 1820 ଦଶକରେ ବମ୍ବେର ଡେକାନରେ ପ୍ରଥମ ରାଜସ୍ୱ ବନ୍ଦୋବସ୍ତ କରାଯାଇଥିଲା। ତ କେବେ ନା 1820ରେ ସେଠି ଗୋଟେ ରାଜସ୍ୱ ବନ୍ଦୋବସ୍ତ କରାଗଲା। ଦାବି କରାଯାଇଥିବା ରାଜସ୍ୱ ଏତେ ଅଧିକ ଥିଲା ଯେ ଅନେକ ସ୍ଥାନରେ କୃଷକମାନେ ସେମାନଙ୍କ ଗାଁ ଛାଡ଼ି ନୂତନ ଅଞ୍ଚଳକୁ ପଳେଇଲେ। ତ ସେମାନେ ପୁରା ଡରିଗଲେ, ଏତେ ରାଜସ୍ୱ ମାନେ ଟ୍ୟାକ୍ସ ବା କର, ସେମାନେ ପୁରା ଡରିକି ଗାଁ ଛାଡ଼ି ପଳେଇଲେ। ଅନୁର୍ବର ମାଟି ଓ ଅନିୟମିତ ବର୍ଷା ଅଞ୍ଚଳ ଥିବା ଅଞ୍ଚଳରେ ସମସ୍ୟା ବିଶେଷ ଭାବରେ ତୀବ୍ର ଥିଲା। ଦେଖ, ଯଦି ଉର୍ବର ମାଟିଆ ଥିବ, ତ ସେମାନେ ବର୍ଷକୁ 2ରୁ 3 ଥର ମଧ୍ୟ କୃଷି କରି ସେମାନେ
कर ଦେଇପାରିବେ କିନ୍ତୁ ଅନୁର୍ବର ମାଟି ଏତେ ଉର୍ବର ନୁହଁ। ତା ସହିତ ବର୍ଷା ମଧ୍ୟ ଠିକ୍ ଠାକ୍ ହୁଏନି, ଅନିୟମିତ ବର୍ଷା। ତ ଆମ ଦେଖ ଯଦି ବର୍ଷା ନହେଲେ ତ କୃଷି ମଧ୍ୟ ଠିକ୍ ଭାବରେ ହେବ ନାହିଁ ନା। ତ ସେଥିପାଇଁ ସେମାନେ ସବୁ ଡରି ଛାଡ଼ି ଚାଲି ଯାଇଥିଲେ ଗାଁ। ଯେତେବେଳେ ବର୍ଷା ନିୟମିତ ହେଉନଥିଲା ଫସଲ ଅମଳର କ୍ଷତି ହେଉଥିଲା, ତେଣୁ ଚାଷୀମାନେ ରାଜସ୍ୱ ଦେବା ଅସମ୍ଭବ ମନେ କରୁଥିଲେ। ଯିଏ ହେଲେ ମଧ୍ୟ ପିଲାମାନେ ଯଦି ଆମେ ଫସଲ ନ କରିବା ତ ଆମେ କରଟା କେମିତି ଦେବା ବା ନିଜେ? ଯଦି ଆମେ ପରୀକ୍ଷାଟା ନ ଦେବା ତ ମାର୍କ କେମିତି ପାଇବା? ଯଦି ଆମେ ଗୋଟେ ଧରିବା ରେଜଲ୍ଟ ବି ପବ୍ଲିଶ ହେବନି। ତ ସେଭଳି ଭାବରେ ଯଦି ବର୍ଷା ନ ହେବ ତ ଫସଲ କେମିତି ହେବ? 1830 ଦଶକ ସୁଦ୍ଧା ସମସ୍ୟା ଅଧିକ ଗୁରୁତର ହୋଇପଡ଼ିଲା। ତ ଧୀରେ ଧୀରେ ଏଇଟା 1830 ମସିହା ବେଳକୁ ଜୋରସେ ଗୋଟେ ବହୁତ ବଡ଼ ସମସ୍ୟା ଗୋଟେ ଦେଖାଯାଇଥିଲା। 1832 ପରେ କୃଷି ଉତ୍ପାଦର ମୂଲ୍ୟ ଦ୍ରୁତ ଭାବରେ ହ୍ରାସ ପାଇଥିଲା ଏବଂ ଦେଢ଼ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଏହାର ପୁନରୁଦ୍ଧାର ହୋଇପାରି ନଥିଲା। ତ ଧୀରେ ଧୀରେ ମାନେ ଯେଉଁ ଚାଷ ଜମିର ଯେଉଁ ମାନେ ମାତ୍ରାଟା ବା ଫସଲ ଯେତିକି ଉତ୍ପାଦନ ତାର ସେଇଟା କମିବାରେ ଲାଗିଲା। ତ ସେ ସମୟରେ 1832-34 ମସିହାରେ ଘଟୁଥିବା ଦୁର୍ଭିକ୍ଷ ଗୁଡ଼ିକ ଗ୍ରାମଗୁଡ଼ିକ ଧ୍ୱଂସପ୍ରାପ୍ତ ହୋଇଗଲା। ଡେକାନର ଏକ ତୃତୀୟାଂଶ ପଶୁ ମରିଯାଇଥିଲେ ଏବଂ ଅର୍ଦ୍ଧାଧିକ ମାନବ ମୃତ୍ୟୁବରଣ କରିଥିଲେ। ଯେଉଁମାନେ ବଞ୍ଚି ରହିଥିଲେ ସେମାନଙ୍କ ପାଖରେ ସଙ୍କଟ ଦୂର କରିବା ପାଇଁ କୌଣସି କୃଷି ସାମଗ୍ରୀ ନଥିଲା। ତ ଦୁର୍ଭିକ୍ଷ ପଡ଼ିଲା, ଯାହାଫଳରେ ଲୋକମାନେ କ'ଣ ପୋକ ମାଛି ଭଳିଆ ମୃତ୍ୟୁବରଣ କଲେ। ଅନିବାର୍ଯ୍ୟ ଭାବରେ ମହାଜନମାନଙ୍କଠାରୁ ସେମାନେ ଋଣ ନେଇଥିଲେ, କିନ୍ତୁ ଥରେ ଋଣ ନିଆଯାଇଥିଲେ ରହିତ ଏହାକୁ ଫେରସ୍ତ କରିବା କଷ୍ଟକର ହୋଇପଡ଼ୁଥିଲା। ଥରେ ଯଦି ଋଣ ନେଇଗଲ ପିଲାମାନେ ତ ଆଉ ତୁମେ ରୟତକୁ ଫେରାଇବାଟା ବହୁତ କଷ୍ଟକର ହୋଇପଡ଼ୁଥିଲା। ମାନେ ଆଉ ତୁମେ ଋଣ ଫେରାଇବାଟା ବହୁତ ମହଙ୍ଗା ହେଇଯାଉଥିଲା। ଯଦି ତୁମେ 10,000 ନେଇଥିବ ଫେରାଇଲା ଆସିକି ସେ 50-60,000 ହେଇଯାଇଥିବ। ଋଣ ବଢ଼ିବା ସହିତ ଏବଂ ଋଣ ଅନାଦାୟ ରହିବା ସହିତ ମହାଜନମାନଙ୍କ ଉପରେ କୃଷକମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇଲା। ତ ମହାଜନ ଉପରେ ନିର୍ଭର କରିବ ହିଁ ସେତେବେଳେ। ଏବେ ସିନା ଲୋକମାନେ ଆଉ ଏତେ ଦେଖୁନାହାନ୍ତି, ଯଦି ସେ ସମୟରେ ଗୋଟେ ଲୋକଠୁ ଯଦି କିଏ ପଇସା ଆଣୁଥିଲା କିମ୍ବା କିଛି ଜିନିଷ ଗୋଟେ ଆଣୁଥିଲା, ସେ ଯାହା କଲେ ମଧ୍ୟ ମାନିବାକୁ ପଡ଼ୁଥିଲା। କାରଣ ସେ ସମୟରେ ସମାଜରେ କିଛି ସହୁଥିଲେ, ଲୋକମାନେ ସହନ ଶକ୍ତି ଟିକେ ଥିଲା। ଏବେ ଯଦି ଦେଖିବ ପିଲାମାନେ ତୁମେ କାହାକୁ କିଛି ଟଙ୍କା ଦେଇଥିବ ବା କିଛି ଗୋଟେ ଜିନିଷ ଦେଇଥିବ, ମାଗିଲେ ସେ ହଁ ମୁଁ ନେଇଯାଉଛି କି ମୁଁ ଦେବିନି କି, ତ ଏମିତି ସେ ବହୁତ ଗୁଡ଼ିଏ ବାହାନା ଦେଖେଇବ। କିନ୍ତୁ ସେତେବେଳେ ଲୋକମାନେ ବହୁତ ନିର୍ଭରଶୀଳତା ଥିଲେ। ମୁଁ ତାଙ୍କଠାରୁ ଏତେ ଟଙ୍କା ଆଣିଛି, ମୁଁ ଦେବାକୁ ପଡ଼ିବ। ତ ସେ ପୁରା ତାକୁ ଗୋଟେ ଭଗବାନ ବୋଲି ମାନି ନେଉଥିଲେ। ସେମାନଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ଓ ଉତ୍ପାଦନ ଖର୍ଚ୍ଚ ପୂରଣ କରିବା ପାଇଁ ମଧ୍ୟ ଋଣ ଆବଶ୍ୟକତା ହେଉଥିଲା। କାରଣ ଦୁର୍ଭିକ୍ଷ ପଡ଼ିଛି, ଏତେ ଫସଲ ମଧ୍ୟ ହେଉନି। ତ ଯୁଆଡ଼ୁ ହେଲେ କିଛି ଟଙ୍କା ଆଣିଲେ ସିନା ତାଙ୍କ ଜୀବନଟା ବିତାଇବେ। ପୁଣି ଥରେ ଚାଷୀମାନଙ୍କୁ ମହାଜନ ପାଖକୁ ଯିବାକୁ ପଡ଼ିଲା, କିନ୍ତୁ ମହାଜନ ଋଣ ଦେବା ପ୍ରତ୍ୟାଖ୍ୟାନ କଲେ। ମହାଜନ ମଧ୍ୟ ଆଉ ଋଣ ଦେଲେ ନାହିଁ, କାରଣ ଏମାନେ ସୁଝି ପାରୁନାହାନ୍ତି। ଋଣ ଦେଇକି ଖାଲି ଲସ୍ କରିବା କଥା। କାରଣ ତାଙ୍କ ରୟତର ଋଣ ପରିଶୋଧ କ୍ଷମତା ଉପରେ ଭରସା ନଥିଲା। ମହାଜନମାନେ ଋଣ ଦେବାକୁ ମନା କରିବାରୁ ରୟତମାନେ କ୍ରୋଧିତ ହୋଇଗଲେ। ସେମାନେ ରାଗିଗଲେ ଟିକେ, କାହିଁକି ଋଣ ଦେବନି? ତ ଏଭଳି ଭାବରେ ସେମାନଙ୍କ ମଧ୍ୟରେ ଗୋଟେ ବିଦ୍ରୋହ ଭାବ, ମାନେ ଏଇ ଛୋଟ ଛୋଟ କାରଣ ଗୁଡ଼ିକ ପାଇଁ ତାଙ୍କ ମନରେ ସବୁ ବିଦ୍ରୋହ ଭାବ ଆସିଲା। ସେମାନେ ବଞ୍ଚିବା ପାଇଁ ମହାଜନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ବରଂ ମହାଜନମାନେ ସେମାନଙ୍କ ଦୁର୍ଦ୍ଦଶା ପ୍ରତି ସମ୍ବେଦନଶୀଳ ନଥିଲେ। ଦେଖ, ଏକରେ ଆମେ କହିପାରିବା ଦୁଇ ଜଣ ଯାକ ଏଠାରେ ଆମେ ଠିକ୍ କହିପାରିବା। ଇଏ ଯଦି ପଇସା ଦେବେ ତ ତାଙ୍କର ପଇସା ଫେରସ୍ତ ଆସିପାରିବ ନାହିଁ। ଯଦି ପଇସା ବି ନ ଦେବେ, ଲୋକମାନଙ୍କୁ ବହୁତ ଭୋକ ଦୁର୍ଭିକ୍ଷ ପଡ଼ିଛି ହେଲା, ସେମାନେ ବହୁତ ଦୁଃଖ ମାନେ ଭୋକ କଷ୍ଟରେ ନିଜ ପରିବାର ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି। ତ ଇଆଡ଼େ କର ମଧ୍ୟ ବଢ଼ାଇ ଦିଆଯାଇଛି। ତ ଏହିସବୁ କାରଣ ପାଇଁ ସେ ରାଗିଗଲେ। ତ ଏହି ଆନ୍ଦୋଳନ ପୁନା ଜିଲ୍ଲାର ଏକ ବଡ଼ ଗ୍ରାମ ସୁପାରେ ଆରମ୍ଭ ହୋଇଥିଲା। ଏକ ବଜାର କେନ୍ଦ୍ର ଥିଲା, ଯେଉଁଠାରେ ଅନେକ ଦୋକାନୀ ଓ ମହାଜନ ରହୁଥିଲେ। ଦୋକାନୀ ଓ ମହାଜନମାନେ ରହୁଥିଲେ, ଗୋଟେ ବଜାର କେନ୍ଦ୍ର ଥିଲା ଏଇ ଯେଉଁ ସୁପା। 1875 ମସିହାରେ ଆଖପାଖ ଗ୍ରାମାଞ୍ଚଳରେ ରୟତମାନେ ଏକାଠି ହୋଇ ଦୋକାନୀମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କର ଆକାଉଣ୍ଟ ବହି ଏବଂ ଋଣ ବଣ୍ଡ ଦାବି କରିଥିଲେ। ସେମାନେ ହିସାବ ପୁସ୍ତକ ପଢ଼ିଦେଲେ, ଶସ୍ୟ ଦୋକାନ ଲୁଟିଲେ, କିଛି କ୍ଷେତ୍ରରେ ସାହୁକାରଙ୍କ ଘରକୁ ମଧ୍ୟ ନିଆଁ ଲଗାଇଦେଲେ ହେଲା। ପୁନାରୁ ବିଦ୍ରୋହ ଅହମ୍ମଦନଗରକୁ ବ୍ୟାପିଲା। ତାପରେ ପରବର୍ତ୍ତୀ 2 ମାସ ମଧ୍ୟରେ ଏହା ଆହୁରି ଅଞ୍ଚଳକୁ ବ୍ୟାପିବାରେ ଲାଗିଲା। ଆସିଲା ପିଲାମାନେ ଚମ୍ପାରଣ ଆନ୍ଦୋଳନ ସବୁଠାରୁ ମୁଖ୍ୟ ଗୋଟେ ଥିଲା। ମହାତ୍ମା ଗାନ୍ଧୀଙ୍କର ଆନ୍ଦୋଳନ ବା ପ୍ରଥମ ଆନ୍ଦୋଳନ ଏଇଟା ଥିଲା ଭାରତରେ। ତ ଚମ୍ପାରଣ ଆନ୍ଦୋଳନ ଦେଖ 1917 ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧୀଙ୍କ ନେତୃତ୍ୱରେ ଚମ୍ପାରଣ ସତ୍ୟାଗ୍ରହ ପ୍ରଥମ ଆନ୍ଦୋଳନ ଥିଲା। ତ ଉତ୍ତର ବିହାରର ଚମ୍ପାରଣ ଜିଲ୍ଲାରେ ଚାଷୀମାନେ ୟୁରୋପୀୟ ନୀଳ ଚାଷୀଙ୍କ ବିରୋଧରେ ପ୍ରତିବାଦ କରୁଥିଲେ। ଯେଉଁ ନୀଳ ଚାଷୀମାନେ ଥିଲେ ବା ଚାଷକାରୀମାନେ ଥିଲେ ଯେଉଁ କହୁଥିଲି ପୂର୍ବରୁ, ତ ସେମାନଙ୍କ ବିରୁଦ୍ଧରେ ପ୍ରତିବାଦ କରୁଥିଲେ। ଏଇଟା କୋଉଟା ନା ବିହାରର, ଏଇଟା ବଙ୍ଗଳାରେ ଥିଲା, ଏଇଟା ବିହାରର ଥିଲା। ତ 1800 ଦଶକରେ ପ୍ରାରମ୍ଭରେ ଏହି ଚାଷୀମାନେ ଚମ୍ପାରଣ ଚାଷୀମାନେ ସେମାନଙ୍କ ଜମିର 1/4 କିମ୍ବା 3/5 ଭାଗରେ ନୀଳ ଚାଷ କରିବା ବାଧ୍ୟ କରୁଥିଲେ। ଏହି ପ୍ରଥାକୁ 5 କାଠି ବା 3 କାଠିଆ ପ୍ରଣାଳୀ ବୋଲି କୁହାଯାଉଥିଲା। 1/4 ମାନେ 4 ଭାଗରୁ 1 ଭାଗ ଜମିରେ ତୁମେ ସିଓର ଭାବରେ ତୁମେ ବାଧ୍ୟ କ'ଣ ନା ନୀଳ ଚାଷ ଉତ୍ପାଦନ କରିବାକୁ, ଏବଂ 3/5 ଭାଗରେ ମାନେ 20 ଭାଗରୁ 3 ଭାଗ ଜମିରେ, ଯଦି ଜମିଟା 20 ଭାଗ କରାଯିବ ସେଠୁ 3 ଭାଗ ତୁମେ କରିବା ବାଧ୍ୟ, ବା 3/20 ଏଇଟା ଆସିଲା କ'ଣ 1/4। ଏଇଭଳି ଭାବରେ ତୁମେ ଚାଷ କରିବାକୁ ପଡ଼ିବ ତ ନୀଳ ଚାଷ ପାଇଁ। ତ ଏମାନେ ରାଗିଗଲେ, ତ ମନ ଇଚ୍ଛା ଆମେ ଆମ ଜମି ଆମେ ଯାହା କରିବୁ ନା ତମ ମନରେ, ତ ଏମିତି ଭଳିଆ ତାଙ୍କ ମନ ଗୋଟେ ଆସିଲା। ତ ପିଲାମାନେ 5 କାଠି ବା 3 କାଠି ବ୍ୟବସ୍ଥା ମଧ୍ୟ କାହାକୁ କୁହାଯାଏ ମନେ ରଖ।
ଚାଷୀମାନଙ୍କୁ ସେମାନଙ୍କର ଜମିର ସବୁଠାରୁ ଉର୍ବର ଅଂଶ ନୀଳ ଚାଷ ପାଇଁ ଉତ୍ସର୍ଗ କରିବାକୁ ବାଧ୍ୟ କରାଯାଉଥିଲା। ମାନେ ଯେତିକ ଅଞ୍ଚଳ ବା ଯେଉଁ ଚାଷ ଜମିଗୁଡ଼ିକ ବହୁତ ଉର୍ବର ଥିଲା ସେହି ଚାଷ ଜମିଗୁଡ଼ିକରେ ହିଁ ନୀଳ ଚାଷ କରିବାକୁ ବାଧ୍ୟ କରାଯାଉଥିଲା। ଯେଉଁମାନେ ତିନିକାଠିଆ ପ୍ରଣାଳୀକୁ ପ୍ରତିରୋଧ କରୁଥିଲେ ସେମାନେ କଠୋର ହଇରାଣ ଓ ହିଂସାର ସମ୍ମୁଖୀନ ହେଉଥିଲେ। ସେମାନଙ୍କର ଫସଲ ନଷ୍ଟ କରାଯାଉଥିଲା, ଘର ଲୁଟ୍ କରାଯାଉଥିଲା, ସେମାନଙ୍କ କ୍ଷେତ୍ରରେ ପଶୁ ଛାଡ଼ି ଦିଆଯାଉଥିଲା, ସେମାନଙ୍କୁ ମିଥ୍ୟା ମାମଲାରେ ଅଭିଯୁକ୍ତ କରାଯାଉଥିଲା, ଜୋରିମାନା ଦେବାକୁ ବାଧ୍ୟ କରାଯାଉଥିଲା ଏବଂ ସେମାନେ ମଧ୍ୟରେ ସବୁଠାରୁ ଜିତଖୋରମାନଙ୍କୁ ଶାରୀରିକ ଆକ୍ରମଣ ମଧ୍ୟ କରାଯାଉଥିଲା। ଦେଖ ପିଲାମାନେ, ଇଂରେଜ ମଧ୍ୟ ସେମିତି ଥିଲେ। ସେମାନେ ବାଧ୍ୟ କଲେ ଯିଏ ନ ମାନିବ ସମସ୍ତେ ମାନିବେ ବୋଲି ସେମିତି କ'ଣ ମାନେ ଅଛି କି? ନା, ଯିଏ ନ ମାନିଲା ସେମାନେ କ'ଣ ଦଣ୍ଡ ଦେଉଥିଲେ ନା ସେମାନଙ୍କୁ ବହୁତ ହଇରାଣ ହରକତ କରୁଥିଲେ। ସେମାନେ ଯାହା ଫସଲ ଯାହା କରିଥିବେ ଅନ୍ୟ ଫସଲକୁ ନଷ୍ଟ କରିଦେଉଥିଲେ, ସେମାନଙ୍କର ଘର ଲୁଟ୍ କରିଦେଉଥିଲେ, ସେମାନଙ୍କ କ୍ଷେତ୍ରରେ ପଶୁ ଛାଡ଼ି ଦେଉଥିଲେ ହେଲା। ସେମାନଙ୍କୁ ମିଥ୍ୟା ମାମଲାରେ ଗୋଟେ ଅଭିଯୁକ୍ତ କରାଇ ସେମାନେ କ'ଣ କାରାଦଣ୍ଡରେ ଭୋଗିତ କରୁଥିଲେ ଏବଂ ଶାରୀରିକ ଯନ୍ତ୍ରଣା ମଧ୍ୟ ଦେଉଥିଲେ, ବହୁତ ଶାରୀରିକ ଯନ୍ତ୍ରଣା ଦେଉଥିଲେ। ଫଳରେ ତିନିକାଠି ବ୍ୟବସ୍ଥା ୟୁରୋପୀୟ ନୀଳ ଚାଷୀମାନଙ୍କର ନିଷ୍ଠୁର ଅଭ୍ୟାସ ଭାବରେ ପ୍ରତିଷ୍ଠା ହୋଇଗଲା। ଜଣେ ସ୍ଥାନୀୟ ଚାଷୀ ରାଜକୁମାର ଶୁକ୍ଲା ଗାନ୍ଧୀଙ୍କ ସହାୟତା ଲୋଡ଼ି ଦେଶ ସାରା ଭ୍ରମଣ କରି ତାଙ୍କୁ ଚମ୍ପାରନ ଆସି ପରିସ୍ଥିତିର ତଦନ୍ତ କରିବାକୁ ଅନୁରୋଧ କଲେ। କିଏ ନା ଆମର ରାଜକୁମାର ଶୁକ୍ଲା ସେ ଗାନ୍ଧୀଙ୍କୁ ଭେଟିଲେ। ତ ଗାନ୍ଧୀକୁ ଆସି ଏଇ ପରିସ୍ଥିତିର ଆଉ ଟିକେ ସମ୍ଭାଳିବା ପାଇଁ କହିଲେ, କାରଣ ଗାନ୍ଧୀଜୀ ନୂଆ କରି ଦକ୍ଷିଣ ଆଫ୍ରିକାରୁ ଜିତିକି ଆସିଛନ୍ତି। ଗାନ୍ଧୀ ଚମ୍ପାରନ ପହଞ୍ଚିବା ପରେ ଜିଲ୍ଲା କମିଶନର ତାଙ୍କୁ ତୁରନ୍ତ ଜିଲ୍ଲା ଛାଡ଼ି ଯିବାକୁ ନିର୍ଦ୍ଦେଶ ଦେଲେ, କିନ୍ତୁ ଗାନ୍ଧୀ ଜିଲ୍ଲା କମିଶନରଙ୍କ ଆଦେଶ ପାଳନ କରିବାକୁ ମନା କରିଦେଲେ ଏବଂ ତାଙ୍କ ଅବମାନର ପରିମାଣ ଗ୍ରହଣ କରିବାକୁ ରାଜି ଥିଲେ। କହିଲେ ଯେ ଜିଲ୍ଲା କମିଶନର ବା ଯିଏ କଲେକ୍ଟର ସେ କହିଲେ କି ତୁମେ ଛାଡ଼ି ଚାଲିଯାଅ। ଗାନ୍ଧୀଜୀ ଯେତେବେଳେ ଚମ୍ପାରନ ଜିଲ୍ଲାକୁ ଆସିଲେ ତ କଲେକ୍ଟର ମନା କରିଦେଲେ, କିନ୍ତୁ ସେ କହିଲେ ତୁମେ ଯାହା କରୁଛ କର, କିନ୍ତୁ ମୁଁ ଯିବି ନାହିଁ। ଏକ ଅନ୍ୟ ଆଇନ ମନା କରିଥିଲେ, ଏକ ଅନ୍ୟ ଆଇନ ବିରୋଧରେ ନିଷ୍କ୍ରିୟ ପ୍ରତିରୋଧ କିମ୍ବା ନାଗରିକ ଆଇନ ଅମାନ୍ୟ ନିୟୋଜନ କରିବାର ଧାରଣା ଭାରତୀୟ ଜନସଂଖ୍ୟା ପାଇଁ ଏକ ଯୁଗାନ୍ତକାରୀ ଧାରଣା ଥିଲା। ତ ଗାନ୍ଧୀ, ବ୍ରଜକିଶୋର, ରାଜେନ୍ଦ୍ର ପ୍ରସାଦ, ମହାଦେବ ଦେଶାଇ, ଜିବି କୃପାଳିନୀ ଏବଂ ଅନ୍ୟ ସହଯୋଗୀଙ୍କ ସହିତ ସେ ଅନେକ ଗ୍ରାମ ପରିଦର୍ଶନ କଲେ ଏବଂ ହଜାର ଚାଷୀଙ୍କଠାରୁ ସାକ୍ଷ୍ୟ ଏବଂ ପ୍ରମାଣ ସଂଗ୍ରହ କରି ସେମାନଙ୍କ ବିବରଣର ସଠିକତା ଯାଞ୍ଚ କଲେ। ତ ତାପରେ ସେ ପ୍ରତିକ୍ରିୟାରେ ସରକାର ଗୋଟେ ତଦନ୍ତ କମିଶନ ସ୍ଥାପନ କଲେ, ଯେଉଁଥିରେ ଗାନ୍ଧୀଜୀ ମଧ୍ୟ ତାର ଗୋଟେ ସଦସ୍ୟ ରହିଲେ ଏବଂ ସେ ତିନିକାଠି ବ୍ୟବସ୍ଥା ଉଚ୍ଛେଦ କଲେ ଗାନ୍ଧୀଜୀ ଏବଂ ଆବଶ୍ୟକତା ଉପରେ କମିଶନକୁ ସଫଳତାର ସହ ସେ ରାଜି କରାଇଲେ। ଆସିଲେ ପିଲାମାନେ ଖେଡ଼ା ସତ୍ୟାଗ୍ରହ 1918। ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ଦ୍ୱାରା 1918 ମସିହାରେ ଖେଡ଼ା ସତ୍ୟାଗ୍ରହ ମଧ୍ୟ ଆରମ୍ଭ ହୋଇଥିଲା। 1918 ମସିହାରେ ଗୁଜରାଟର ଖେଡ଼ା ସ୍ଥିତ କୃଷକମାନେ ସରକାରଙ୍କୁ ରାଜସ୍ୱ ଦେବାକୁ ମନା କରିଦେଇଥିଲେ। ଗାନ୍ଧୀଜୀ ଏବଂ ଅନ୍ୟ ନେତାମାନେ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ସରକାରଙ୍କୁ ସେମାନଙ୍କ ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିଥିଲା। ତ ଗୁଜରାଟର ଯେଉଁ ଖେଡ଼ା ଆନ୍ଦୋଳନ କହିଥିଲା ନା ପିଲାମାନେ, କୃଷକମାନେ ସରକାରଙ୍କୁ ରାଜସ୍ୱ ଦେବାକୁ ମନା କଲେ, ନା ଆମେ ରାଜସ୍ୱ ଦେବୁ ନାହିଁ। ତ ଖେଡ଼ା ସତ୍ୟାଗ୍ରହ ଗୁଜରାଟର ଖେଡ଼ା ଜିଲ୍ଲାରେ ଏକ ଅହିଂସାକାରୀ କୃଷକ ଆନ୍ଦୋଳନ ଥିଲା। ଏଇଟା ଗୋଟେ ଅହିଂସାକାରୀ ଥିଲା, ଏଠାରେ ହିଂସା ଭାବ ଦେଖିବାକୁ ଜମାରୁ ମିଳିନଥିଲା। ଏହି ସତ୍ୟାଗ୍ରହ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହିଁ, ତ ମହାତ୍ମା ଗାନ୍ଧୀ ଯେଉଁଠି ଅହିଂସା ସେଇଠି। ତ ଫସଲ ନଷ୍ଟ, ଜମିର କର ବୃଦ୍ଧି ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ମିଶ୍ରଣ ଯୋଗୁଁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ମାନେ ମେନ୍ କାମ ଥିଲା ପିଲାମାନେ ଜମି କର। ତ କର ଏମାନେ ବହୁତ ଜୋରସେ ଧୀରେ ପ୍ରତିବର୍ଷ ବହୁତ ସ୍ପିଡଲି କର ବଢ଼ାଇ ଦେଉଥିଲେ, ଯେ ଚାଷୀମାନଙ୍କୁ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ଠାରୁ ଜମି ରାଜସ୍ୱ ହ୍ରାସ କରିବାକୁ ଅନୁରୋଧ କରିବାକୁ ବାଧ୍ୟ କରିଥିଲା। ସରକାର ଏହି ଅନୁରୋଧ ପ୍ରତି କର୍ଣ୍ଣପାତ ନ କରିବା ଫଳରେ ଗାନ୍ଧୀ ଏକ ଅଭିଯାନ ଆରମ୍ଭ କରିଥିଲେ, ଯାହା ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାକୁ ନିବୃତ୍ତ ରହିବାକୁ ଉତ୍ସାହିତ କରିଥିଲା। ତ ଏଇଟା ଥିଲା ପିଲାମାନେ କ'ଣ ନା ଖେଡ଼ା ସତ୍ୟାଗ୍ରହ। ତାର ଆସିଲା ମପଲା। ତ ଭାରତର ଉପନିବେଶବାଦୀ ଯୁଗରେ ମପଲା ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ କୃଷକ ବିଦ୍ରୋହ ଭାବରେ ଜଣାଶୁଣା। 1921 ମସିହାରେ କେରଳର ମାଲାବାଳ ଅଞ୍ଚଳର ମୁସଲିମ କୃଷି ଶ୍ରମିକ, ଯାହାକୁ ମପଲା ବୋଲି କୁହାଯାଏ, ଏମାନଙ୍କୁ ମୁସଲିମ କୃଷି ଶ୍ରମିକମାନଙ୍କୁ କେରଳରେ ମପଲା ବୋଲି କୁହାଯାଏ। ସେମାନେ ଅତ୍ୟାଚାରୀ ଜମିଦାର ନମ୍ବୁଦ୍ରି ଏବଂ ନାୟରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏ ଜମିଦାରମାନଙ୍କର ବିରୁଦ୍ଧରେ ହିଁ କୃଷକମାନେ ପ୍ରାୟତଃ ମାନେ କ'ଣ ଆନ୍ଦୋଳନ କରିଥିଲେ। ଏମାନେ ହିଁ ଶୋଷୁଥିଲେ କାହାକୁ, ମାନେ କୃଷକମାନଙ୍କୁ। ଏହି ଉଚ୍ଚବର୍ଗର ବ୍ୟକ୍ତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ, ମପଲାମାନଙ୍କୁ ଜମି ଅଧିକାର ଦେବାକୁ ମନା କରିଥିଲେ। ତ ଏଇ ଯେଉଁ ମପଲାମାନେ ହିଁ ଶୋଷଣ କରୁଥିଲେ ଲୋକମାନଙ୍କୁ। ଜମିଦାରମାନଙ୍କ ଦ୍ୱାରା ଉଚ୍ଚ ଭଡ଼ା, ନବୀକରଣ ଫି ଏବଂ ଅନ୍ୟାନ୍ୟ ବୋଝ ଲାଗୁ ହେବା ଫଳରେ ମପଲାମାନଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା। ମପଲାମାନେ ଯେଉଁ ମୁସଲିମ କୃଷକମାନେ ଥିଲେ କେରଳରେ। ପ୍ରତିକ୍ରିୟା ସ୍ୱରୂପ ସେମାନେ ଏକତ୍ରିତ ହୋଇ ନାମ୍ବୁଦ୍ର, ନାୟର ଏବଂ ଅନ୍ୟାନ୍ୟ ଉଚ୍ଚ ଜାତି ବିରୋଧରେ ସଶସ୍ତ୍ର ଆକ୍ରମଣ କରିବାକୁ ଆରମ୍ଭ କଲେ। ମାନେ ଯେଉଁ ନାମୁଦ୍ର, ନାୟର ମାନେ କିଏ ପିଲାମାନେ ଯେଉଁ ବଡ଼ ଅଛନ୍ତି, ଯେଉଁ ଜମିଦାର, ମହାଜନ, ଏଗୁଡ଼ିକ। ଜିଲ୍ଲାର ଅନେକ ତାଲୁକରେ ଅଧିକାଂଶ ଜନସଂଖ୍ୟା ଗରିବ କୃଷକ କିମ୍ବା ଗତ ଶ୍ରମିକ ମପଲା ମୁସଲମାନ ଥିଲେ ଏବଂ ଜମିଦାରମାନେ ମୁଖ୍ୟତଃ ହିନ୍ଦୁ ଥିଲେ। ତ ଯେଉଁ ଜମିଦାରମାନେ ଥିଲେ ହିନ୍ଦୁ ଏବଂ ମପଲାମାନେ ଥିଲେ ମୁସଲମାନ। ବ୍ରିଟିଶ ସରକାର ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା କରିଥିଲେ। ଅଗଷ୍ଟ 1921ରେ ପୋଲିସ ମପଲାମାନଙ୍କ ଗଡ଼ ଭାବରେ ଜଣାଶୁଣା ଏର୍ନାଡ ଏବଂ ଭାଲୁହାମାଡ଼ ତାଲୁକଗୁଡ଼ିକରେ 184 ଧାରା ଲାଗୁ କରିଥିଲା। ତ ଧାରା ଲାଗୁ କଲା। ଅଗଷ୍ଟ 20
1921 पुलिस एनाट खिलाफत कमिटीर सचिव को गिरफ्त करने चेष्टा करथिला जहाँ मफला मान खंडा बच्चा सहित प्रतिरोध करने प्रेरणा देथिला। तो जिते पुलिस कमिशनर आसिले अगस्ट 20 1921 तो जो तांकर मेन जगह जोटा बा तांकर गड़ कह गले जोटा तांकर मफला मानर गड़ एटा थिला एनाट को एनाट खिलाफत कमिटीर जे सचिव थे गिरफ्त करने जो पुलिस मैंने आसी चेष्टा करते से मैंने कौन खंडा और बर्चा बाहर करते। एनआईटीर पुलिस अधीक्षक नेतृत्व एक बड़ पुलिस दल जबरदस्ती तिरुरंगाड़ी मस्जिद में प्रवेश करते। मफला मैंने योजनाबद्ध भाव पुलिस स्टेशन दखल करते, सरकारी खजाना लुट करते और कोर्ट और रजिस्टर कार्यालय सरकार कागजपत्र पोड़ी देते। तो अली मोसालियारकन भली दृढ़ विद्रोही व्यक्तित्व नेतृत्व में मफला विद्रोह और अभूतपूर्व गोटे परिमाण वृद्धि पाला। तो धीरे धीरे ये आंदोलन कौन आगक बढ़वे लगिला। तो 220 उपजिलार 10 लाख अधिक लोक ये गण विद्रोह सामिल थे। पे 10 लाख अधिक लोक भाव यहाँ बहुत बड़ गोटे गण आंदोलन। तो ब्रिटिश सरकार विद्रोह दमन करने मार्शल लॉ गोटे लागू कले, मार्शल आईन बोली गोटे लागू कले। 19 नवेम्बर 1921 घटना से दिन एक ट्रेन छोट बगी में 22 जन मफला को 90 माइल दूर कोयम्बाटूर को नि जाइथिला। जो कोयम्बाटूर सॉरी पे कोयम्बाटूर रे जितेबाला कंपार्टमेंटर द्वारा खोला गला से जना पड़े 64 जन कैदी श्वासरुद्ध हो मरी जाते। पे देख 922 जन मफला निगला। तो जो निगला से खोला गला कंपार्टमेंटर तो से देखले 64 जन मरी जाती। तो विद्रोह दमन करने नाम अति कम 10,000 मफला हत्या कर 3,000 लोक आजीवन जेल दंडित कर आंडामान पठा जाते। देख पे छोट कृषक विद्रोह से केते अत्याचारी हो पड़ुते। तो 1857 विद्रोह और यहाँ पूर्व सांतरा विद्रोह व्यतीत अन्य कौन आंदोलन एत लोक को ब्रिटिश के हत्या कर नथिले। तो अनेक हिंदू मफला विद्रोह में अंशग्रहण करते। हिंदू मैंने मफला विद्रोह अंशग्रहण करते। आजीवन कारादंड पाई प्रथम 40 जन मफला विद्रोह मध्य मोहम्मद अब्दुल रहमान और हासन खया और नारायण मेनन माधवान भी थे। तो आज मैं पे क्लास मुझे रखुच्छी। तो परवर्ती क्लास में देखिए श्रमिक श्रेणी आंदोलन कौन और से केमी आमको भारतीय स्वाधीनता आंदोलन साहाଯ୍य करते। पे यही आंदोलन गुड़िक भारतीय मान मध्य गोटे एकता आसी भारतीय स्वाधीनता आंदोलन प्रति एगुड़ी गोटे आमको रास्ता देखाई है। तो आज मैं क्लास रखुच्छी। जय जगन्नाथ।